ଏହି ଭିଡ଼ିଓଟି ହେଉଛି ନୂଆ ବର୍ଷ ଦିନର ଆପଣମାନେ ସମସ୍ତେ ଦେଖିପାରୁଥିବେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ସମସ୍ତେ ପ୍ରାର୍ଥନା କଲୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେଲୁ ଏହି ନୂତନ ଦିନ ପାଇଁ। ଆଉ ସମସ୍ତେ ଆମେ କ'ଣ କଲୁ, ରୋଷେଇ କରିକି ଆମେ କ'ଣ କରୁଛୁ, ଗାଁ ବାହାରେ ଯାଇକି ଆମେ ଗୋଟେ ଭୋଜି କରିକି ଆମେ ସମସ୍ତେ ଆଉ ଖୁସିର ସହିତ ଆନନ୍ଦର ସହିତ ଆମେ ଆଉ ଖାଉଛୁ। ଆପଣମାନେ ଦେଖିପାରୁଥିବେ ଅନେକ ବିଶ୍ୱାସୀ ଭାଇ ଏବଂ ଭଉଣୀମାନେ କିଏ ତ ଆଉ ଗଛ ତଳେ, କିଏ ତ କେଉଁ ଜାଗାରେ ବସିକି ସେମାନେ କ'ଣ କରୁଛନ୍ତି, ଖାଇବା ଖାଉଛନ୍ତି, ଖାଦ୍ୟ ଖାଉଛନ୍ତି। ଆପଣମାନେ ଦେଖିପାରୁଛନ୍ତି ଭିଡ଼ିଓରେ। ଆଉ ସମସ୍ତେ ଆଜିର ଦିନରେ ବହୁତ ଖୁସିରେ ଅଛନ୍ତି, ବୁଝିହେଲା ନା ନାହିଁ? ସମସ୍ତେ ଖୁସିରେ ଅଛନ୍ତି। ଆଉ ଯେଉଁମାନେ ଖାଇସାରିଛନ୍ତି ସେମାନେ କହୁଛନ୍ତି ଗୀତ ଶୀଘ୍ର ଲଗାଅ, ଆମେ ନାଚିବା ବୋଲି ସମସ୍ତେ ବ୍ୟସ୍ତରେ ଅଛନ୍ତି। ଯୀଶୁଙ୍କର ଗୀତ ଲଗାଅ, ଆମେ ନାଚିବା ବୋଲି ଅନେକ ଲୋକ କହୁଛନ୍ତି। ଆଉ ଅନେକ ଲୋକ ଏବେ ଯାଏ ଖାଇବା ମଧ୍ୟ ଖାଇନାହାନ୍ତି। ଆଉ ଆମର ମାମୁଁ ଦେଖିପାରୁଥିବେ, ଆଉ ସେମାନେ ଭାତ ବାଢ଼ୁଛନ୍ତି। ଆଉ ମାନୁ ନାନାକୁ ମଧ୍ୟ ଦେଖିପାରୁଥିବେ, ତାଙ୍କେ ମଧ୍ୟ ଆଉ ହେଲ୍ପ କରୁଛନ୍ତି, ଆପଣମାନେ ଦେଖିପାରୁଥିବେ। ଆଉ ସମସ୍ତେ ଏହି ଜାଗାରେ ଅଛନ୍ତି, ଆମ ଗ୍ରାମର ସମସ୍ତ ଭାଇ ଭଉଣୀ ଏହି ଜାଗାରେ ଅଛନ୍ତି। ଆଉ ବହୁତ ଖୁସି ଲାଗେ ଯେ ଏମିତି ମିଳିତ ଭାବରେ ଆଉ ଭୋଜି କରି ପ୍ରଭୁଙ୍କୁ ଧନ୍ୟବାଦ ଦେଇ ପ୍ରଭୁଙ୍କର ସ୍ତୁତି କରି ଗୋଟେ ଭୋଜି କରି ଖାଇଲେ ବହୁତ ଖୁସି ଲାଗେ, ଆନନ୍ଦ ଲାଗେ। ତ ଏମିତି ମୁହୂର୍ତ୍ତ ଆମେ ଚାହୁଁଛୁ ଆଉ ଆଗାମୀ ଦିନରେ ପ୍ରଭୁ ଆମ ସମସ୍ତଙ୍କୁ ଦିଅନ୍ତୁ, ଆମ ସମସ୍ତଙ୍କୁ ବଞ୍ଚାଇ ରଖନ୍ତୁ, ଯେମିତିକି ଆମେ ପୁନର୍ବାର ଏମିତି ଗୋଟିଏ ଭୋଜି କରିକି ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଆମେ ଯେମିତି ଖାଇପାରିବୁ। ଏଥିପାଇଁ ଆପଣମାନେ ସମସ୍ତେ ଯେତେ ବି ଲୋକ ଏହି ଭିଡ଼ିଓକୁ ଦେଖୁଛନ୍ତି, ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ, କାହିଁକି ନା ଆମେ ସମସ୍ତେ ମିଳିତ ଭାବରେ ରହିପାରିବୁ, ପ୍ରଭୁଙ୍କର ଗୌରବ କରିବୁ, ପ୍ରଭୁଙ୍କର ସେବା କରିବୁ। ଆଉ ଯେତେ ଦୁଃଖ କଷ୍ଟ ସମସ୍ୟା ଆସିଲେ, ଯେତେ ତାଳନା ଆସିଲେ ମଧ୍ୟ ଆମେ ପ୍ରଭୁକୁ ଯେମିତି ନ ଛାଡ଼ିବୁ, ଏଥିପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ଦେଖନ୍ତୁ ସନ୍ଧ୍ୟା ହେଲା, ସମସ୍ତେ ଖୁସିରେ କ'ଣ କରୁଛନ୍ତି, ପ୍ରଭୁଙ୍କର ଗୀତ ଲଗାଇ ସମସ୍ତେ ଗ୍ରାମବାସୀ ଏହି ଜାଗାରେ ନାଚୁଛନ୍ତି ପ୍ରଭୁଙ୍କର ଗୌରବ ପାଇଁ। ତ ଏମିତି ସମୟ, ଏମିତି ସୁଯୋଗ ଆମେ ପ୍ରଭୁଙ୍କଠାରେ ପ୍ରାର୍ଥନା କରୁଛୁ, ପୁନର୍ବାର ଏମିତି ଦିନ ଆସୁ, ସମସ୍ତେ ମିଳିତ ଭାବରେ ଆମେ ଭୋଜି କରି ଖାଇବୁ ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବୁ। ଆଉ ଆପଣମାନଙ୍କୁ ମଧ୍ୟ ମୁଁ କହିବା ପାଇଁ ଚାହେଁ, ଆପଣମାନଙ୍କର ଗ୍ରାମରେ ମଧ୍ୟ କ'ଣ କରନ୍ତୁ, ନୂତନ ବର୍ଷ ଦିନ କିମ୍ବା ଅନ୍ୟ କୌଣସି ଦିନ କ'ଣ କରନ୍ତୁ, ଗୋଟେ ଭୋଜି କରିକି ଖାଆନ୍ତୁ ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ।